ବନ୍ଧୁ ଏବେ ଏବେ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା ଆପଣମାନେ ଯଦି ନୂଆ ଆପ୍ଲାଏ କରିଛନ୍ତି ଆପଣମାନଙ୍କୁ କେବେ ମିଳିବ ସୁଭଦ୍ରା ଟଙ୍କା ଏବଂ ତା ଛଡ଼ା ଯେଉଁ ହିତାଧିକାରୀ ମହିଳା ମା ମାନେ ଭଉଣୀମାନେ ଆମର ଅଭିଯୋଗ କରିଥିଲେ ସୁଭଦ୍ରା ପୋର୍ଟାଲରେ ତାଙ୍କୁ କେବେ ମିଳିବ ସୁଭଦ୍ରା ଯୋଜନା ଟଙ୍କା। ସବୁଠୁ ବଡ଼ ଖୁସି ଖବର ଯେଉଁ ମା ମାନେ ଭଉଣୀମାନେ ଆମର ଗୋଟିଏ କିସ୍ତି ପାଇ ଆଉ ଦୁଇଟି କିସ୍ତି ପାଇନଥିଲେ କିମ୍ବା ପ୍ରଥମ ସେକେଣ୍ଡ କିସ୍ତି ନ ପାଇକି ଥାର୍ଡ଼ କିସ୍ତି ଗୋଟିଏ ପାଇଥିଲେ ତ ଯେକୌଣସି ବ୍ୟକ୍ତିଙ୍କର କୌଣସି କିସ୍ତି ଟଙ୍କା ବାକି ଥିଲା ସେମାନଙ୍କୁ କେବେ ମିଳିବ ସୁଭଦ୍ରା ଯୋଜନାର ଟଙ୍କା। ତ ଫାଇନାଲି ଏବେ ଉପମୁଖ୍ୟମନ୍ତ୍ରୀ ଘୋଷଣା କରିସାରିଲେଣି। ତ ପାଖାପାଖି ଯଦି ଆମେ ଏଠି ଦେଖିବା ଆପଣମାନଙ୍କୁ 4,57,681 ଜଣ ମହିଳା ମା ମାନଙ୍କୁ ଏବେ ସୁଭଦ୍ରା ଟଙ୍କା ମିଳିବାକୁ ଯାଉଛି। ତ ତା ପୂର୍ବରୁ ଆପଣମାନଙ୍କୁ ଗୋଟେ ଛୋଟ କଥା କହି ରଖୁଛି, ମୋ ଦୀପକ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ଦର୍ଶକ ବନ୍ଧୁ, ମୋ ଦେହ ପୁରାପୁରି ଅସୁସ୍ଥ ଅଛି। ସାଙ୍ଗେ ସାଙ୍ଗେ ଅପଡେଟଟା ଆସିଲା ବୋଲି ମୁଁ ଆପଣମାନଙ୍କ ସାଙ୍ଗରେ ସେୟାର କରୁଛି। କିନ୍ତୁ ପୂର୍ବରୁ ମୁଁ ଆପଣମାନଙ୍କ ସାଙ୍ଗରେ ଗୋଟିଏ ଭିଡ଼ିଓ ସେୟାର କରିଥିଲି ଯେ ପ୍ରଥମ କରି ମୁଁ ମୋ ଚ୍ୟାନେଲରେ ଗୋଟେ ଭିଡ଼ିଓ ଅପଲୋଡ଼ କରିଥିଲି। ସେଇ ଭିଡ଼ିଓରେ କହିଥିଲି ଯେ ଆପଣମାନଙ୍କୁ ସୁଭଦ୍ରା ଯୋଜନାର ଟଙ୍କା କେବେ ମିଳିବ ଯଦି ଆପଣମାନେ ନୂଆ ଆପ୍ଲାଏ କରିଛନ୍ତି। ତ ଦେଖନ୍ତୁ ଜାନୁଆରୀ ମାସ ସେକେଣ୍ଡ ୱିକ୍ରେ ତ ଦେଖନ୍ତୁ ପ୍ରଥମ କରି ଭିଡ଼ିଓ ମୁଁ ଅପଲୋଡ଼ କରିଥିଲି ଯେ ଜାନୁଆରୀ ସେକେଣ୍ଡ ୱିକ୍ରେ ଆପଣମାନଙ୍କୁ ଟଙ୍କା ମିଳିଯିବ। ତ ଆପଣମାନେ ଏବେ ବି ଯାଇକି ଆଜ୍ଞା ଟିଭି ଦେଖିପାରିବେ। ତ ସାଙ୍ଗେ ସାଙ୍ଗେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମ୍ୟାଡ଼ାମ ଲାଇଭ୍ ଟେଲିକାଷ୍ଟରେ ଅଛନ୍ତି ଏବଂ ସେ ବି ମଧ୍ୟ ସାଙ୍ଗେ ସାଙ୍ଗେ ଅପଡେଟ୍ ଦେଲେ ଯେ ଜାନୁଆରୀ ସେକେଣ୍ଡ ୱିକ୍ରେ ସମସ୍ତଙ୍କୁ ଟଙ୍କା ମିଳିଯିବ। ଏତିକି କହି ରଖୁଛି, ଯାହା ବି ଆମର ଚ୍ୟାନେଲ ଛୋଟ ହେଇପାରେ କିନ୍ତୁ ଆମ ଚ୍ୟାନେଲରେ କୌଣସି ବି ମାନେ ସାଧାରଣ ଲୋକଙ୍କୁ ହଇରାଣ କଲା ଭଳିଆ ଭିଡ଼ିଓ କି ମିଛ ଅପଡେଟ୍ ଆପଣମାନେ ଆମ ଚ୍ୟାନେଲରୁ ପାଇପାରିବେ ନାହିଁ। ତ ଆସନ୍ତୁ ଆମେ ଏବେ ଦେଖିବା। ତ ଯଦି ମୁଁ ଏଠି ଆପଣମାନଙ୍କୁ କହିବି ନୂଆ ଆପ୍ଲାଏ ହିତାଧିକାରୀ ପାଖାପାଖି 1,78,398 ଜଣ ଲୋକଙ୍କୁ ମିଳିବ ଏଇ ଜାନୁଆରୀ ମାସ ସେକେଣ୍ଡ ୱିକ୍ରେ ଏବଂ ଯେଉଁମାନେ ଅଭିଯୋଗ କରିଥିଲେ ତାଙ୍କର ଆପ୍ରୁଭ୍ ହେଇଛି। ସେଇ ହିତାଧିକାରୀ କେତେ ଅଛନ୍ତି ନା ଆଜ୍ଞା 24,018 ଜଣ ହିତାଧିକାରୀଙ୍କୁ ମିଳିବ। ଅଭିଯୋଗ କଲା ପରେ ତାଙ୍କର ଆପ୍ରୁଭ୍ ହେଇଛି ଏବଂ ଯେଉଁ ମହିଳା ମା ମାନେ ଭଉଣୀମାନେ ଆମର ଯେକୌଣସି ଗୋଟିଏ କିସ୍ତି ତାଙ୍କର ବାକି ଥିଲା, ଯେମିତିକି ଫାଷ୍ଟ ଦୁଇଟି କିସ୍ତି ପାଇନଥିଲେ ଏକାବେଳେ ସେ 3 ନମ୍ବର କିସ୍ତିଟା ପାଇଥିଲେ, ବାକି ଯେଉଁ ଦୁଇଟି କିସ୍ତି ଏବଂ ଆପଣମାନଙ୍କର ଯେକୌଣସି ଗୋଟିଏ କିସ୍ତି ବାକି ରହିଛି ତ ସେଇଭଳି ହିତାଧିକାରୀ ପାଖାପାଖି 2,55,265 ଟୋଟାଲ ମୋଟ ଉପରେ 4,57,681 ମହିଳାଙ୍କୁ ଏଇ ଜାନୁଆରୀ ମାସ ସେକେଣ୍ଡ ୱିକ୍ରେ ସୁଭଦ୍ରା ଯୋଜନାର ଟଙ୍କା ଆଜ୍ଞା ମିଳିଯିବ। ତ ଆପଣମାନଙ୍କୁ ବି ମୁଁ ମୋ ଚ୍ୟାନେଲ ମାଧ୍ୟମରେ କହୁଛି, ତ ଆପଣମାନେ ବି ଯାଇକି ସାଙ୍ଗେ ସାଙ୍ଗେ ଲାଇଭ୍ ଟେଲିକାଷ୍ଟ ହେଉଛି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କର, ଯାଇକି ଦେଖିପାରିବେ। ଏବେ ଏବେ ସାଙ୍ଗେ ସାଙ୍ଗେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମ୍ୟାଡ଼ାମ ଘୋଷଣା କରିଛନ୍ତି ଯେ ସମସ୍ତଙ୍କୁ ମିଳିବ ସୁଭଦ୍ରା ଯୋଜନାର ଟଙ୍କା। ତ କେଉଁ କାଟାଗୋରୀ ପାଇଁ କେତେ ମୁଁ ଆପଣମାନଙ୍କୁ କହିଥିଲି, ତ ଆଉ ଥରେ ବି କହି ରଖୁଛି, ଯେଉଁମାନେ ନୂଆ ଆପ୍ଲାଏ କରିଥିଲେ ସେମାନଙ୍କ ମଧ୍ୟରୁ 1,78,398 ଜଣ ହିତାଧିକାରୀ ଏବଂ ଯେଉଁମାନେ କାରଣବଶତଃ ରିଜେକ୍ଟ ହୋଇଥିଲେ ତାପରେ ଅଭିଯୋଗ ଦେଇଥିଲେ ବା ଗ୍ରେଭେନ୍ସ ଦେଇଥିଲେ ସୁଭଦ୍ରା ପୋର୍ଟାଲରେ ସେହି ହିତାଧିକାରୀ ଅଛନ୍ତି 24,018 ଜଣ ଏବଂ ଯେଉଁମାନେ ଗୋଟିଏ ବି ଦୁଇଟି କିସ୍ତି ତା ପାଇନଥିଲେ ଏପର୍ଯ୍ୟନ୍ତ ଅପେକ୍ଷାରେ ଥିଲେ ସେମାନଙ୍କୁ ବି ମଧ୍ୟ ମିଳିଯିବ ଏଇ ସେକେଣ୍ଡ ସପ୍ତାହରେ 2,55,265 ଜଣ। ତ ଦର୍ଶକ ବନ୍ଧୁ, ଇଏ ଥିଲା ଆଜିର ଅପଡେଟ୍। ତ ଦେଖନ୍ତୁ ଆଜ୍ଞା, ଦେହ ଅସୁସ୍ଥ ଥିଲେ ବି ମୁଁ ଆପଣମାନଙ୍କ ସାଙ୍ଗରେ ଭିଡ଼ିଓ ସେୟାର କରୁଛି। ତ ଯଦି ଆପଣମାନଙ୍କୁ ଆମର এই ଭିଡ଼ିଓଟି ଭଲ ଲାଗେ ତ ନିଶ୍ଚିତ ଭାବରେ ଚ୍ୟାନେଲକୁ ସପୋର୍ଟ କରିବେ ଏବଂ ସବସ୍କ୍ରାଇବ୍ କରିବେ। ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି, କାହିଁକି ନା ପ୍ରଥମ କରିକି ଆପଣମାନଙ୍କ ସାଙ୍ଗରେ ମୁଁ ସେୟାର କରିଥିଲି ଜାନୁଆରୀ ମାସ ସେକେଣ୍ଡ ୱିକ୍ରେ ଆପଣମାନଙ୍କୁ ଟଙ୍କା ମିଳିବାକୁ ଯାଉଛି। ଏବେ ଏବେ ଆପଣମାନେ ସିଓର ବି ହେଇଯାଇଥିବେ ଯେ ଆପଣମାନଙ୍କୁ ଜାନୁଆରୀ ମାସ ସେକେଣ୍ଡ ୱିକ୍ରେ ଟଙ୍କା ମିଳିଯିବ। ତ ଦର୍ଶକ ବନ୍ଧୁ, ଏଇଠି ଭିଡ଼ିଓଟି ଶେଷ କରୁଛି। ନମସ୍କାର, ଜୟ ଜଗନ୍ନାଥ।